ମୁଁ ଆଜି ପୋଇ ଘାଣ୍ଟ ବନେଇବି। ଏ ପୋଇ ଘାଣ୍ଟ ତ ପଖାଳ ଭାତ ହଉ ଗରମ ଭାତ ହଉ ସବୁଥିରେ ଖାଇବା ପାଇଁ ଭଲ ଲାଗିଥାଏ। ଆପଣ ତ ବହୁତ ଥର ପୋଇ ଘାଣ୍ଟ ପ୍ରସ୍ତୁତ କରି ଖାଇଥିବେ, କିନ୍ତୁ ଥରେ ଏମିତି ମୋ ଷ୍ଟାଇଲରେ ପୋଇ ଘାଣ୍ଟ ପ୍ରସ୍ତୁତ କରନ୍ତୁ, ଦେଖିବେ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ପୋଇ ଶାଗ ଘାଣ୍ଟ ପାଇଁ ମୁଁ ଏଠି କିଛି ପୋଇ ଶାଗ ନେଇଛି। ପୋଇ ଶାଗର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ଏବେ ଆମେ ପୋଇକୁ କାଟିବା। ପ୍ରଥମେ ଆପଣ ପୋଇ ଶାଗକୁ ପୋଇ ନାଡ଼ିରୁ ଅଲଗା କରିଦେବେ। ତାପରେ ପୋଇ ନାଡ଼ିକୁ ଟିକେ ବଡ଼ ବଡ଼ ଖଣ୍ଡ କରି କାଟିବେ। ଆପଣଙ୍କୁ ଯେଉଁ ସାଇଜ୍ର ପୋଇ ନାଡ଼ି ଦରକାର, ପୋଇ ନାଡ଼ିକୁ ଏମିତି କାଟିବେ। ପୋଇ ନାଡ଼ିକୁ ପୁରା କାଟିବେନି, ତାପରେ ଏମିତି ଟାଣିକି ଆ ଉପରେ ଯେଉଁ ଶିର ଅଛି ତାକୁ ବାହାର କରିଦେବେ। ମୁଁ ଏଠି ସବୁ ପୋଇ ନାଡ଼ିକୁ କାଟିକି ନେଇଯାଇଛି। ପୋଇ ଘାଣ୍ଟରେ ପକାଇବା ପାଇଁ ମୁଁ ଏସବୁ ପରିବା ନେଇଛି। ପରିବାରେ ମୁଁ ଖଣ୍ଡେ କଖାରୁ, ଗୋଟେ ମିଡ଼ିୟମ୍ ସାଇଜ୍ର ବାଇଗଣ ଆଉ ଦୁଇଟା ମିଡ଼ିୟମ୍ ସାଇଜ୍ର ଆଳୁ ନେଇଛି। ପରିବାର କ୍ୱାଣ୍ଟିଟି ଆପଣ ଆପଣଙ୍କ ଟେଷ୍ଟ ଅନୁସାରେ କମ୍ ବେଶୀ କରିପାରିବେ। ଆପଣ ଏଥିରେ ସାରୁ ଆଉ ମାଟି ଆଳୁ ବି ପକାଇ ପାରିବେ। ଏବେ ଆମେ ପରିବାକୁ କାଟିବା। ମୁଁ ପ୍ରଥମେ ଆଳୁକୁ ଟିକେ ବଡ଼ ବଡ଼ ଖଣ୍ଡ କରି କାଟିକି ନେଇଯାଉଛି। ମୁଁ ଏଠି ଆଳୁର ଉପର ଚୋପାକୁ ଛଡ଼େଇନି। ଆପଣ ଚାହିଁଲେ ଆଳୁର ଉପର ଚୋପାକୁ ଛଡ଼େଇକି ନେଇପାରିବେ। ତାପରେ ମୁଁ କଖାରୁକୁ ବି ଟିକେ ବଡ଼ ବଡ଼ ଖଣ୍ଡ କରି କାଟିକି ନେଇଯାଇଛି। ଏବେ ଆମେ ବାଇଗଣକୁ କାଟିବା। ବାଇଗଣର ଉପର ପଟ ମୁଣ୍ଡକୁ କାଟିଲା ପରେ ଆମେ ବାଇଗଣକୁ ବି ଟିକେ ବଡ଼ ବଡ଼ ଖଣ୍ଡ କରି କାଟିକି ନେଇଯିବା। ବାଇଗଣକୁ କାଟିଲା ପରେ ସାଙ୍ଗେ ସାଙ୍ଗେ ପାଣିରେ ପକାଇ ଦେବେ। ଏହାଦ୍ୱାରା ବାଇଗଣ କଳା ପଡ଼ିବନି। ଏବେ ଆମେ ପୋଇ ଶାଗକୁ କାଟିବା। ମୁଁ ଏଠି ପୋଇ ଶାଗକୁ ପାଣିରେ 3ରୁ 4 ଥର ଭଲ ଭାବେ ଧୋଇକି ନେଇଯାଇଛି। ପୋଇ ଶାଗକୁ ଗୋଟା ଭଲ ଭାବେ ଧୋଇବେ, ତାପରେ କାଟିବେ, କାରଣ ପୋଇ ଶାଗରେ ବହୁତ ବାଲି ଆଉ ମାଟି ଥାଏ। ପୋଇ ଶାଗକୁ ଏମିତି ଭାବେ ଛୋଟ ଛୋଟ କରି କାଟିକି ନେଇଯିବେ। ମୁଁ ଏଠି ସବୁ ପରିବାକୁ କାଟିଲା ପରେ ଭଲ ଭାବେ ଧୋଇକି ନେଇଯାଇଛି। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ତାକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ ଇନଷ୍ଟାଗ୍ରାମରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ମୁଁ ଏଠି କଡ଼େଇରେ କିଛି ସୋରିଷ ତେଲ ଦେଇ ଗରମ ହେବାକୁ ରଖିଛି। ସୋରିଷ ତେଲ ଜାଗାରେ ଆପଣ ରିଫାଇନ୍ ଅଏଲ୍ ନେଇପାରିବେ, କିନ୍ତୁ ସୋରିଷ ତେଲରେ এই ଘାଣ୍ଟ ତରକାରୀ ବନେଇଲେ ତା'ର ଟେଷ୍ଟ ବହୁତ ଭଲ ଆସିଥାଏ। ସୋରିଷ ତେଲ ଭଲ ଭାବେ ଗରମ ହୋଇଗଲା ପରେ ମୁଁ ପ୍ରଥମେ ଏଥିରେ ପୋଇ ନାଡ଼ି ଆଉ କାଟିକି ରଖିଥିବା ଆଳୁକୁ ଦେଇ ଦେଉଛି। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ପୋଇ ନାଡ଼ି ଆଉ ଆଳୁକୁ ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ 3ରୁ 4 ମିନିଟ୍ ପର୍ଯ୍ୟନ୍ତ ଭାଜିବା। ଏମିତି ପୋଇ ନାଡ଼ିକୁ ଭାଜିକି ତରକାରୀ ବନେଇଲେ ପୋଇ ନାଡ଼ି ନାଳୁଆ ହୋଇନଥାଏ। ଏଠି 3ରୁ 4 ମିନିଟ୍ ହୋଇଗଲାଣି। ଏବେ ଆମେ ଏଥିରେ କାଟିକି ରଖିଥିବା କଖାରୁ ଆଉ ବାଇଗଣକୁ ଦେଇଦେବା। ତାପରେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା। ପରିବା ପାଇଁ ଯେତିକି ଲୁଣ ଦରକାର ସେତିକି ଲୁଣ ପକାଇବେ। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ପରିବାକୁ ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ ଆଉ 3ରୁ 4 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା। ଏମିତି ପରିବାକୁ ଭାଜିକି ତରକାରୀ ବନେଇଲେ ତରକାରୀର ଟେଷ୍ଟ ବହୁତ ଭଲ ଆସିଥାଏ। ଏଠି 3ରୁ 4 ମିନିଟ୍ ହୋଇଗଲାଣି। ଏବେ ଆମେ ପରିବାକୁ ଗୋଟେ ପ୍ଲେଟ୍ରେ କାଢ଼ିଦେବା। ଏବେ ଆମେ ତରକାରୀରେ ଦେବା ପାଇଁ ଗୋଟେ ମସଲା ବନେଇବା। ସେଥିପାଇଁ ମୁଁ ଏଠି ନେଇଛି ଗୋଟେ ଛୋଟ ଚାମଚ ଗୋଟା ଧନିଆ, ଗୋଟେ ଛୋଟ ଚାମଚ ଜିରା, ଗୋଟେ ଛୋଟ ଚାମଚ ସୋରିଷ, 2ଟା ଶୁଖିଲା ଲଙ୍କା, ଅଧା ଇଞ୍ଚର ଅଦା ଆଉ 12ରୁ 15 ପାଖୁଡ଼ା ରସୁଣ। ରସୁଣର କ୍ୱାଣ୍ଟିଟି ଟିକେ ଅଧିକ ରଖିବେ। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଶୁଖିଲା ଲଙ୍କା ନେବେ। ଏବେ ଆମେ ଏହି ସବୁ ମସଲାକୁ ଗ୍ରାଇଣ୍ଡର ଜାର୍ରେ ଦେଇଦେବା। ତାପରେ ଆମେ ଏଥିରେ 1/4 କପ୍ ପାଣି ଦେଇ ମସଲାକୁ ଭଲ ଭାବେ ବାଟିଦେବା। ଆପଣ ଚାହିଁଲେ ଜିରା, ଧନିଆ ଆଉ ସୋରିଷକୁ ପାଣିରେ 15 ମିନିଟ୍ ପାଇଁ ବତୁରେଇକି ତାପରେ ବାଟିକି ନେଇପାରିବେ। ମସଲା ପେଷ୍ଟ ଏଠି ରେଡ଼ି ହୋଇଯାଇଛି।
तरकारी बनाइबा मुझे सेम कड़े आउ कि सोरिष तेल दे गरम होगा रखी सोरिष तेल भल भाव गरम है मुझे गोटे छोट चामच पंच फुटण देती पंच फुटण जगार आपण अधा छोट चामच जीरा आउ अधा छोट चामच सोरिष पकई पारे। पंच फुटण भल भाव भाजी गला मुझे गोटे बड़ पियाज को छोट छोट करी काटिकी पकई एबे आमे सबको भल भाव मिक्स करी आकु भाजीबा जेमती पियाज भल भाव लाइट गोल्डन ब्राउन कलर भाजी हो पियाज एटी लाइट गोल्डन ब्राउन कलर भाजी हो गलानी मुझे एथिरे गोटे छोट चामच काश्मीरी लंका गुंड पकई तरकारी को गोटे भल कलर दवापाई मुझे काश्मीरी लंका गुंड पकई ये ऑप्शनल अच्छी तापर मुझे अधा छोट चामच हलदी गुंड देती सबको भल भाव मिक्स करी मुझे 20 रु 30 सेकेंड पर्यंत फ्राए कलापर मुझे गोटे बड़ टमाटो को छोट छोट करी काटिकी पकई लंका गुंड हलदी गुंड को अधिक समय फ्राए करें नहले लंका गुंड हलदी गुंड पोड़ीज एबे आमे सबको भल भाव मिक्स करी आमे को 2 रु 3 मिनिट पर्यंत कुक करिबा जेमती टमाटो भल भाव सिझीजिव। टमाटो एटी बढ़िया से सीझी गलानी एबे आमे एथिरे बाटिक रखिथिबा सोरिष मसला को देदबा आ सबको भल भाव मिक्स करी मसला को आमे 3 रु 4 मिनिट पर्यंत कषिबा जेमती सोरिष मसलार कंचा बास्ना पड़ेब। आपण आकु अधिक समय कषिबेनी नहले सोरिष मसला पिता हिजिब। मसला एटी बढ़िया से कषि गलानी एबे आमे एथिरे भाजिक रखिथिबा परिबा को देदबा आ सबको भल भाव मिक्स करी परिबा को मसला सहित आ 2 रु 3 मिनिट पर्यंत कषिबा। एमती परिबा को मसला सहित कषिबा द्वारा तरकारी टेस्ट बहुत भल आसी थाए। एटी 2 रु 3 मिनिट हो गलानी एबे आमे एथिरे पानी दबा आपण को तरकारी रे जेतिकी ग्रेवी दरकार से अनुसार पानी देबे तापरे आमे एथिरे स्वाद अनुसार लूण पकेइबा आपण देखिकी लूण पकेइबे कारण आमे परिबा भाजिला बेले सेथिरे लूण पकेइथिले। एबे आमे सबको भल भाव मिक्स करी तरकारी को हाई फ्लेम रे 2 रु 3 मिनिट पर्यंत फुटिबा पई छाड़ी दबा। तरकारी एटी बढ़िया से फुटी गलानी तरकारी को आउ थरे भल भाव मिक्स करी दबा आकु कभर करी लो फ्लेम रे 6 रु 7 मिनिट पर्यंत कुक करिबा जेमती परिबा 60 रु 70% पर्यंत सिझीजिव। 6 रु 7 मिनिट पर मुझे घोड़णी काढ़ी देइछि एबे आमे एथिरे काटिकी रखिथिबा पोई साग को देदबा आ सबको भल भाव मिक्स करी तरकारी को एबे आमे कभर करी आ 5 रु 6 मिनिट पर्यंत कुक करिबा जेमती पोई साग आ परिबा भल भाव सिझीजिव। 5 रु 6 मिनिट पर मुझे घोड़णी काढ़ी देइछि मुझे आपण को देखै दउछि एठी कखारु आलू बाईगण पोईनाड़ी आ पोई साग सब बढ़िया से सिझी जाइछि। एबे आमे तरकारी को आउ थरे भल भाव मिक्स करी दबा आ गैस बंद करी दबा। पोई साग घांट एठी रेडी हो जाइछि। जदि आपन को ए पोई साग घांट बा पोई साग तरकारी रेसिपी भल लगी ताको लाइक करेंगे आपण सांग मान सहित शेयर करेंगे। जदि एपर्यंत मो चैनल को सब्सक्राइब करना ताले सब्सक्राइब करने को जमार भूलें पाखर बेल आइकन ने ऑल नोटिफिकेशन ने क्लिक करेंगे। यह द्वारा मो जो वीडियो आसो आपण प्रथमे देखिपारे। जदि फेसबुक इंस्टाग्राम देखुं ताले फॉलो करने को जमार भूलें। थैंक यू फॉर वाचिंग।